Hello, all my student. Welcome to my YouTube channel, Study with Sasmita. As I'm ପଢିବା when I grow up ର full of lesson, what can I be? ମୁଁ କ'ଣ ହେଇପାରିବି? ଭବିଷ୍ୟତରେ ମୁଁ କ'ଣ ହେଇପାରିବି? ପ୍ରଥମେ ସବୁବେଳେ ଯେମିତି ଆମେ ପଏମଟିକୁ ରିଡ଼ିଂ କରିବା, ତାର କଠିନ ଶବ୍ଦକୁ ଜାଣିବା, ପଏମଟିକୁ ଭଲସେ ଓଡ଼ିଆରେ ବୁଝିବା, ତା ରିଲେଟେଡ୍ ଆମେ କିଛି କ୍ୱେଶ୍ଚିନ୍ ଆନ୍ସର୍ ଦେଖିବା। ଗୋଟେ ଛୋଟିଆ ପଏମଟି ଅଛି, ଗୋଟେ ଭିତରେ ଯାକୁ ଆମେ ସାରି ଦେବା। While reading, read the poem silently and answer the question that follow. ପଏମକୁ ଆମେ ଶାନ୍ତ ଭାବରେ ପଢ଼ିବା, ତା ରିଲେଟେଡ୍ କିଛି କ୍ୱେଶ୍ଚିନ୍ କରିବା। ମାଇ ଫାଦର ଇଜ୍ ଏ ଡକ୍ଟର। ମୋ ବାପା ଜଣେ ଡାକ୍ତର। ମାଇ ସିଷ୍ଟର ଇଜ୍ ଏ ଡକ୍ଟର ଟୁ। ମୋ ଭଉଣୀ ମଧ୍ୟ ଜଣେ ଡାକ୍ତର। ମାଇ କଜିନ୍ ୱାର୍କସ୍ ୱିଥ୍ ଆନିମଲ୍। ମୋ ସମ୍ପର୍କୀୟ ଭାଇ ଜଣେ, ସେ ପଶୁମାନଙ୍କ ସହ କାର୍ଯ୍ୟ କରେ। ହି ଇଜ୍ ଏ କିପର ଆଟ୍ ଜୁ। ସେ ଜଣେ ଚିଡ଼ିଆଖାନାର କର୍ମଚାରୀ। ଜୁ କହିଲେ ଚିଡ଼ିଆଖାନାର କର୍ମଚାରୀ ଅଟେ। କଜିନ୍ କହିଲେ ସମ୍ପର୍କୀୟ ଭାଇ। ଆନିମଲ୍ କହିଲେ ପଶୁ। ଡକ୍ଟର କହିଲେ ଡାକ୍ତର। କିପର କହିଲେ କର୍ମଚାରୀ। ସେ ଜଣେ ଚିଡ଼ିଆଖାନାର କର୍ମଚାରୀ ଅଟେ। ମୋ ଭାଇ ଯିଏକି ପଶୁମାନଙ୍କ ସହିତ କାମ କରେ। ହ୍ୱାଟ୍ କ୍ୟାନ୍ ଆଇ ବି? ମୁଁ କ'ଣ ହୋଇପାରିବି? ହ୍ୱାଟ୍ ଡୁ ଆଇ ୱାଣ୍ଟ ଟୁ ଡୁ? ମୁଁ କ'ଣ ହୋଇପାରିବି? ହ୍ୱାଟ୍ ଡୁ ଆଇ ୱାଣ୍ଟ ଟୁ ଡୁ? କ'ଣ କରିବା ପାଇଁ ଚାହେଁ? ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ଫାର୍ମର। ଫାର୍ମର କହିଲେ କୃଷକ। ମୁଁ ଜଣେ ଫାର୍ମର ହେବା ପାଇଁ ଚାହୁଁ ନାହିଁ। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ଫାର୍ମର। ଏ ବିଲ୍ଡର ଅର୍ ଏ ନର୍ସ। ଜଣେ ବିଲ୍ଡର କହିଲେ ନିର୍ମାଣକାରୀ। ନର୍ସ କହିଲେ ଧାଇ। ଜଣେ ନିର୍ମାଣକାରୀ କିମ୍ବା ଧାଇ। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ପାଇଲଟ। ମୁଁ ଚାହେଁ ନା ଜଣେ ଉଡ଼ାଜାହାଜ ଚାଳକ ହେବାକୁ। ଦ୍ୟାଟ୍ ଇଜ୍ ଇଭେନ୍ ଓର୍ସ। ତାହା ମଧ୍ୟ ବହୁତ ଖରାପ। ORSE ଓର୍ସ କହିଲେ ବହୁତ ଖରାପ ବା ଖରାପ। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ଫାର୍ମର। ମୁଁ ଜଣେ ଫାର୍ମର ହେବା ପାଇଁ ଚାହେଁନି। ଏ ବିଲ୍ଡର ଅର୍ ଏ ନର୍ସ। ଜଣେ ନିର୍ମାଣକାରୀ ବା ଜଣେ ନର୍ସ କହିଲେ ଧାଇ ହେବା ପାଇଁ ଚାହେଁନି। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ପାଇଲଟ। ଜଣେ ଉଡ଼ାଜାହାଜ ଚାଳକ ହେବା ପାଇଁ ଚାହେଁନି। ଦ୍ୟାଟ୍ ଇଜ୍ ଇଭିନ୍ ଓର୍ସ। ତାହା ମଧ୍ୟ ଏପରିକି ବହୁତ ଖରାପ। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ପେଣ୍ଟର। ଆଇ ଡୋଣ୍ଟ ୱାଣ୍ଟ ଟୁ ବି ଏ ପେଣ୍ଟର। ପେଣ୍ଟର କହିଲେ ଚିତ୍ରକର। ମୁଁ ଜଣେ ଚିତ୍ରକର ହେବା ପାଇଁ ବି ଚାହେଁନି। ବଟ୍ ଏ କିପର ଆଟ୍ ଜୁ। କିନ୍ତୁ ଚିଡ଼ିଆଖାନାର ଜଗୁଆଳି ବା ରକ୍ଷକ ବା କର୍ମଚାରୀ ହେବା ପାଇଁ ଚାହେଁ। ଜୁ କହିଲେ ଚିଡ଼ିଆଖାନାର, କିପର କହିଲେ କର୍ମଚାରୀ ହେବା ପାଇଁ ଚାହେଁ। ଦ୍ୟାଟ୍ସ ହ୍ୱାଟ୍ ଆଇ ୱିଲ୍ ବି। ଦ୍ୟାଟ୍ସ ହ୍ୱାଟ୍ ଆଇ ୱାଣ୍ଟ ଟୁ ଡୁ। ତାହା ଅଟେ ଯାହା ମୁଁ ହେବି। ତାହା ଅଟେ ଯାହା ମୁଁ କରିବା ପାଇଁ ଚାହେଁ। ଦ୍ୟାଟ୍ସ ହ୍ୱାଟ୍। ତାହା ଅଟେ ଯାହା ମୁଁ କରିବାକୁ ଚାହେଁ। ସେ କ'ଣ ହେବା ପାଇଁ ଚାହିଁଛନ୍ତି ଏଇ ପଏମଟିରେ? ସେ ଜଣେ ଚିଡ଼ିଆଖାନାର କର୍ମଚାରୀ ହେବା ପାଇଁ ଚାହିଁଛନ୍ତି। ଏବେ ଆମେ ଦେଖିବା ତାର କ୍ୱେଶ୍ଚିନ୍ କିଛି ଅଛି। ହ୍ୱାଟ୍ କ୍ୟାନ୍ ଆଇ ବି ର କମ୍ପ୍ରେହେନ୍ସନ୍ କ୍ୱେଶ୍ଚିନ୍ ନମ୍ବର 10। ହାଉ ମେନି ଷ୍ଟାଞ୍ଜାସ୍ ଆର୍ ଦେୟାର ଇନ୍ ଦ ପଏମ୍? ଏହି କବିତାରେ କେତୋଟି ପଦ ଅଛି? କେତୋଟି ପଦ ଦେଖିଲେ ଏବେ? There are 3 stanzas in the poem. ତିନୋଟି ପଦ ଅଛି। How many lines are there in stanza? ପ୍ରତ୍ୟେକ ପଦରେ କେତୋଟି ଧାଡ଼ି ରହିଛି? There are 4 lines each in first and last stanza. But there are 6 lines in the second stanza. ଦ୍ୱିତୀୟ ପଦରେ 6ଟି ଧାଡ଼ି ଅଛି। ପ୍ରଥମ ଏବଂ ଶେଷ ପଦରେ 4ଟି
ଧାଡ଼ି ଅଛି। There are 4 lines each in first and last stanza, but there are 6 lines in the second stanza. ସେକେଣ୍ଡ ଷ୍ଟାଞ୍ଜାରେ 6ଟି ଧାଡ଼ି ରହିଛି। ଯିବା ଏବେ ମ୍ୟାମ୍ କ୍ୱେଶ୍ଚିନ୍ ନମ୍ବର 2 କୁ। ହୁ ଇଜ୍ ଆଇ ଇନ୍ ଦ ପୋଏମ୍? ପୋଏମ୍ରେ ଆଇ କିଏ? ଇନ୍ ଦ ପୋଏମ୍ ଆଇ ଇଜ୍ ଦ ପୋଏଟ୍ ଅର୍ ଦ ଚାଇଲ୍ଡ। ପୋଏମ୍ରେ ଆଇ ହେଉଛନ୍ତି କବି କିମ୍ବା ପିଲାଟି। ହ୍ୱାଟ୍ ଇଜ୍ ଦ ପୋଏମ୍ ଏବାଉଟ୍? କବିତାଟି କେଉଁ ବିଷୟରେ ଆଧାରିତ ହୋଇଛି? The poem is about what the child or poet can be. The poem is about what the child or poet can be. ପିଲାଟି ଏବଂ କବି କ'ଣ ହେବା ପାଇଁ ଚାହିଁଛନ୍ତି? ଏହି ପୋଏମଟି ସେହି ବିଷୟରେ ଆଧାରିତ। କ୍ୱେଶ୍ଚିନ୍ ନମ୍ବର 4 କୁ ଯିବା। ହାଉ ମେନି କ୍ୱେଶ୍ଚିନ୍ସ ଆର୍ ଦେୟାର ଇନ୍ ଦ ପୋଏମ୍? ପୋଏମ୍ରେ କେତୋଟି କ୍ୱେଶ୍ଚିନ୍ ବା ପ୍ରଶ୍ନ ଅଛି? There are 2 questions in the poem. ପୋଏମ୍ରେ 2ଟି ପ୍ରଶ୍ନ ରହିଛି। ସେଗୁଡ଼ିକ କ'ଣ କ'ଣ? ହ୍ୱାଟ୍ ଆର୍ ଦେ? ଦେ ଆର୍ ହ୍ୱାଟ୍ କ୍ୟାନ୍ ଆଇ ଡୁ? ମୁଁ କ'ଣ କରିପାରିବି? ହ୍ୱାଟ୍ କ୍ୟାନ୍ ଆଇ ଡୁ? ମୁଁ କ'ଣ କରିପାରିବି? ହ୍ୱାଟ୍ ଡୁ ଆଇ ୱାଣ୍ଟ ଟୁ? ତାହା କରିବି ଯାହା ମୁଁ ହେବା ପାଇଁ ଚାହୁଁଛି। Question number 5. What are the child's father and sister? ପିଲାଟିର ବାପା ଏବଂ ଭଉଣୀ କ'ଣ ଥିଲେ? କ'ଣ ଥିଲେ? ଡକ୍ଟର ଥିଲେ। The child's father and sister both are doctors. The child's father and sister both are doctors. Who is a zookeeper? କିଏ ଥିଲେ zookeeper? ଜୁ କହିଲେ ହୁ ଇଜ୍ ଏ ଜୁ। ଜୁ କହିଲେ ଚିଡ଼ିଆଖାନାର କର୍ମଚାରୀ କିଏ ଥିଲେ? ହିଜ୍ କୌଜିନ୍ ଇଜ୍ ଏ ଜୁକିପର। ତାର ସମ୍ପର୍କୀୟ ଭାଇ ଜଣେ ଜୁକିପର ଥିଲେ, ଚିଡ଼ିଆଖାନାର କର୍ମଚାରୀ। ହୁ ଜବ୍ ଇଜ୍ ଓର୍ସ? କେଉଁ ଜବ୍ ଟିକି ସେ ଖରାପ ବୋଲି କହିଛନ୍ତି? ଏ ପାଇଲଟ ଜବ୍ ଇଜ୍ ଓର୍ସ। କେଉଁ ଜବ୍? ଏ ପାଇଲଟ ଜବ୍ ଇଜ୍ ଓର୍ସ ବୋଲି କହିଛନ୍ତି। ଏବେ ଯିବା କ୍ୱେଶ୍ଚିନ୍ ନମ୍ବର 8 କୁ। ହ୍ୱିଚ୍ ଷ୍ଟାଞ୍ଜା? କେଉଁ ପଦଟି କହିଛି? ଦ ପଏଣ୍ଟସ୍ ୱାଣ୍ଟ ଟୁ ବି ଏ କିପର ଆଟ୍ ଦ ଜୁ। ପିଲାଟି ଚିଡ଼ିଆଖାନାର ରକ୍ଷକ ହେବା ପାଇଁ ଚାହୁଁଛି। କେଉଁ ପଦଟି କହିଛି? ଦ ଥାର୍ଡ ଷ୍ଟାଞ୍ଜା ବା ଦ ଲାଷ୍ଟ ଷ୍ଟାଞ୍ଜା ଟେଲ୍ ଅସ୍ ଦ ପଏଣ୍ଟ ୱାଣ୍ଟ ଟୁ ବି ଏ କିପର ଆଟ୍ ଜୁ। 3 ନମ୍ବର ପଦଟି କହିଛି ପିଲାଟି ଚିଡ଼ିଆଖାନାର ରକ୍ଷକ ହେବା ପାଇଁ ଚାହୁଁଛି। ଥାର୍ଡ ଷ୍ଟାଞ୍ଜା THIRD। ଇଜ୍ ଦ ପଏଟ୍ ହ୍ୟାପି? ହ୍ୱାଇ ଅର୍ ହ୍ୱାଇ ନଟ୍? କବି ଖୁସି ଅଛନ୍ତି କି? ଯଦି ଖୁସି ଅଛନ୍ତି କାହିଁକି? ଯଦି ଖୁସି ନାହାନ୍ତି କାହିଁକି ଖୁସି ନାହାନ୍ତି? ଦ ପଏଟ୍ ଇଜ୍ ହ୍ୟାପି, ରିଏଲି ହ୍ୟାପି। କବି ବହୁତ ଖୁସି ଅଛନ୍ତି। ବିକଜ ହି ୱାଣ୍ଟସ୍ ଟୁ ବି ଏ ଜୁକିପର। କାରଣ ସେ ଜଣେ ଚିଡ଼ିଆଖାନାର କର୍ମଚାରୀ ହେବା ପାଇଁ ଚାହିଁଛନ୍ତି, ସେଇଥିପାଇଁ ସେ ଖୁସି ଅଛନ୍ତି। ଯିବା ଏବେ କ୍ୱେଶ୍ଚିନ୍ ନମ୍ବର ଆମେ ଦେଖିବା 10 କୁ। ହାଉ ମେନି ଟାଇମ୍ସ ୱାର୍ଡ ଆର୍ ରିପିଟେଡ୍? ଏଇ କବିତାରେ ଏଇ ୱାର୍ଡ ଗୁଡ଼ିକ କେତେଥର ନାଖେ ରିପିଟ୍ ହେଇଛି? ମାଇ କେତେଥର ରିପିଟ୍ ହେଇଛି? 3 ଟାଇମ୍ସ। କିପର 2 ଟାଇମ୍ସ। ଡକ୍ଟର 2 ଟାଇମ୍ସ। ଆଇ 7 ଟାଇମ୍ସ ୟୁଜ୍ ହେଇଛି। ଦେଖିବା ନେକ୍ସଟ ପୋଷ୍ଟ ରିଡିଂର କ୍ୱେଶ୍ଚିନ୍ ଆମର ସେସନ୍ 2 ପୋଷ୍ଟ ରିଡିଂ ରାଇଟିଂ ଆନ୍ସର ଦ ଫଲୋଇଂ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ ନମ୍ବର A ର I. What does the child poet want to be? କବି ବା ପିଲାଟି କ'ଣ ହେବା ପାଇଁ ଚାହିଁଛି? The child or poet want to be a zookeeper. ସେ ଜଣେ ଚିଡ଼ିଆଖାନା ରକ୍ଷକ ହେବା ପାଇଁ ଚାହିଁଛନ୍ତି। What is his father? ତାଙ୍କ ବାପା କ'ଣ ଥିଲେ? His father is a
ଡକ୍ଟର, ତାଙ୍କ ବାପା ଡକ୍ଟର ଥିଲେ। ହ୍ୱାଟ୍ ଇଜ୍ ହିଜ୍ ସିଷ୍ଟର? ହିଜ୍ ସିଷ୍ଟର ଇଜ୍ ଏ ଡକ୍ଟର। ହ୍ୱାଟ୍ ଡଜ୍ ଦ ଚାଇଲ୍ଡ ନଟ୍ ୱାଣ୍ଟ ଟୁ ବି? ପିଲାଟି କ'ଣ ହେବା ପାଇଁ ଚାହିଁନଥିଲା? ଦ ଚାଇଲ୍ଡ ଡଜ୍ ନଟ୍ ୱାଣ୍ଟ ଟୁ ବି ଏ ଫାର୍ମର। କୃଷକ ହେବା ପାଇଁ ଚାହିଁନଥିଲା। ବିଲ୍ଡର ହେବା ପାଇଁ ଚାହିଁନଥିଲା। ନର୍ସ ମାନେ ଧାଇ ହେବା ପାଇଁ ଚାହିଁନଥିଲା। ପାଇଲଟ, ପାଇଲଟ କହିଲେ ଉଡ଼ାଜାହାଜ ଚାଳକ ହେବା ପାଇଁ ଚାହିଁନଥିଲା। ପେଣ୍ଟର କହିଲେ ଚିତ୍ରକାର ହେବା ପାଇଁ ଚାହିଁନଥିଲା। ଆଇଭିରେ କ୍ୱେଶ୍ଚିନ୍ ପଚାରିଲା ହ୍ୱାଟ୍ ଡଜ୍ ଦ ଚାଇଲ୍ଡ ନଟ୍ ୱାଣ୍ଟ ଟୁ ବି? ଦ ଚାଇଲ୍ଡ ଡଜ୍ ନଟ୍ ୱାଣ୍ଟ ଟୁ ବି ଏ ଫାର୍ମର, ଏ ବିଲ୍ଡର, ଏ ନର୍ସ, ଏ ପାଇଲଟ, ଏ ପେଣ୍ଟର ଠୁ। ଏଗୁଡ଼ିକ ପିଲାଟି ହେବା ପାଇଁ ଚାହିଁ ନଥିଲା। ଆଉ ଗୋଟେ ରହିଗଲା ଆମର ରାଇଟ୍ ୟୋର୍ ଓନ୍ ପଏମ୍। ତୁମେ ଲେଖ ନିଜ ପଏମ୍ଟିକୁ, କବିତାଟିକୁ ନିଜେ ଲେଖ। ଦ ଲାଷ୍ଟ ୱାର୍ଡ଼ ଅଫ୍ ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଲାଇନ୍। ସେକେଣ୍ଡ ଲାଇନ୍ର ଲାଷ୍ଟ ୱାର୍ଡ଼ ଆଉ ଲାଷ୍ଟ ଲାଇନ୍ର ସେକେଣ୍ଡ ୱାର୍ଡ଼ ଯେମିତିକି ରାଇମିଂ ୱାର୍ଡ଼ ହେଉଥିବ। ରାଇମିଂ କହିଲେ ଯେମିତି ଫାର୍ମର, ଟିଚର, ଗୋଟେ ରାଇମିଂ ୱାର୍ଡ଼ ସେମିତି ଆମେ ଲେଖିବା। ରେଷ୍ଟ ୟୁ କ୍ୟାନ୍ ଚୁଜ୍। I want to be a builder or a nurse. I want to be a farmer. I don't want to be a pilot. I don't want to be a teacher. ଏଠି ରହିଲା farmer, ଏଠି ରହିଲା teacher. ଲାଷ୍ଟ ଲାଇନ୍ର ୱାର୍ଡ଼, ସେକେଣ୍ଡ ଲାଇନ୍ର ୱାର୍ଡ଼ କ'ଣ ହେଲେ? ରାଇମିଂ ୱାର୍ଡ଼ ହେଲେ। ଏଇଠି ଆମର ସରିଗଲା ହ୍ୱାଟ୍ କ୍ୟାନ୍ ଆଇ ବିର ସମସ୍ତ କ୍ୱେଶ୍ଚିନ୍ ଆନ୍ସର୍। କବିତାଟିକୁ ଭଲସେ ବୁଝିଲେ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ for watching my session.